जावाई सुविधा हम। अच्छा ये जगह आउ दु चार एमती जगह करदे लोक आम बस सुविधा हम जावाई सुविधा हम दुकान न रही भल लोक बसवे। ଆପଣ ବେଳେବେଳେ ଯୋଉ ପାନ ଟିକେ ଖାଆନ୍ତି ସେଇଟା ତ ହେଇପାରିବନି पान कौन दरकार पान मान दरकार नहीं पान कौन ଘରୁ दरकार ନେଇକି ଆସିବ हाँ ये बस झमेला सब କଥା ହେଉଛି ଏଠି ଝାମେଲା ହେଉଥିଲା ଏଠି ଦୋକାନ ମାନେ ଥିଲେ ଏଠି ରାହାଜାନୀ କୋଡ଼ ହେଉଥିଲା ବଡ଼ ଆରୋପ ଲଗେଇଛନ୍ତି झमेला सह मना कर पान दरकार ना पानी दरकार नहीं। କିନ୍ତୁ ସେପଟେ ଭାଇ ଆମର ନିଆଁ ବାଣ ଏ ଭାଇ ଏ ରାଗୁଛ କାହିଁକି ଇଆଡ଼େ ଆସ ସମାଧାନ କରିକି ଯିବା ଆଜି ଏଇଠି ଏ ନେତାଜୀ ବସ୍ ଟର୍ମିନାଲ ହେଲା ବାଦାମବାଡ଼ି ବନ୍ଦ ହେଇଗଲା ପୁଣି ଭୋଟ ହେଲା ଏଇଠି ମୁଁ ରହୁଛି ଆକୁ ମତେ ଭୋଟ ଦେଇଦିଅ ତାକୁ ଭୋଟ ଦେଇଦିଅ ଯେତେବେଳେ କହୁଛ ଭୋଟ ଦେଲା କଣ ଆଉ ତୋର ବରପୁର ନୁହଁ କଟକ ଜନ୍ମ ମାଟି ନା ହେଇଛି ହଁ ହଁ ଛାଡ଼ ରଗାରଗି ନାହିଁ ଓହୋ ହଉ ଭାଇ ତମେ ତମେ କଟକିଆ ଲୋକ ତମକୁ କିଛି ନାହିଁ ତମେ ଗୋଟେ କଥା ସମୟ ପରିବର୍ତ୍ତନ ହେଉଛି 20 ଟଙ୍କା ଦର ଆମ୍ବ ଏବେ 70,000 ଟଙ୍କା ପାଇଲାଣି ଆମର ଏଇଟା ଲୋକ ଆଉ ଛାଡ଼ ବର୍ତ୍ତମାନ କ'ଣ କରିବା ଆମକୁ ଥଇଥାନ କରନ୍ତୁ হয় সিএমসি বালা দেখুছ না এতে টেনশন এতে হট হ্যাঁ এ মাহল ভিতরে তুমি কোণ আউ করব তুমি সিএমসি পুরা অছ হ্যাঁ বিজেডি গোষ্ঠী তুমি যে কহুতিল যে আমি বিকাশ করদেবু ছাড় সরকার তোমাকে সিনা দেলে নাই লোক মানে তোমাকে হরাই দেলে বিকাশ কর পুনি 5 বর্ষ পরে আসব হ্যাঁ হও এমানে কথা আগ বুঝ পুনি কହୁଛନ୍ତି ছাড়ু না জিদ্দিরে ছাড়ু না লোক ভাঙ্গি দেলা ভাঙ্গি ভাঙନ୍ତୁ ଭାଙ୍ଗିବା ଅଛି ଭାଙ୍ଗିବେ ଅଳିଆ ସଫା ହେଲା ଆଉ ମାସେ ହେଲାଣି ଟାଇମରେ କରିବ ଆଉ ମାର୍ବଲ କରିବ ଅମକ କର କହିବ ଇଏ କ'ଣ ହଉ କିଛି ମିଛ କିଛି ଚୋରି ହଉନି ମିଛରା ଏ ସବୁ ମିଛ ସବୁ ଜନସେବା ହେଇଛି ବହୁତ ଖୁସି ମୁଁ ତ କହୁଛି ବହୁତ ଖୁସି ସମସ୍ତେ ଖୁସି ମୁଁ କହୁନି କରିବୁନି ଛୋଟ ହବ ମୁଁ ସେଟା ଦୁଇଟା କରିବ ତାର ଆଚ୍ଛା ଏଇଠି ପଚାରିବା ଆଉ 2-3 ଭାଇ ଅଛନ୍ତି ସାର୍ হ্যাঁ ଆପଣଙ୍କୁ ନ ଛାଡ଼ିକି ଆସ ଆଚ୍ଛା ଏ ଯେଉଁ ଦୋକାନ ବଜାର ସବୁ ବନ୍ଦ ହେଲା ଭଲ ହେଲା କି ଖରାପ ହେଲା ରାସ୍ତାଟା ଜାମ୍ ହେଉଥିଲା ଇଏ ହେଉଥିଲା ସବୁ ଠିକ୍ ଅଛି ରାସ୍ତା ଜାମ୍ ହେଉଥିଲା ଆକ୍ସିଡେଣ୍ଟ ହେଉଥିଲା ଏବେ 15-20 ଦିନ ତଳେ ଦୁର୍ଗା ଛକରେ ଗୋଟେ ଆକ୍ସିଡେଣ୍ଟ ହେଲା ଏଇ ଆଉ ଯାହା ହଉ ଭାଇନା କଥାକୁ କହିଲେ ମଝିଆରେ ମାନେ ଏପଟେ କହିଲେନି କି ସେପଟେ କହିଲେନି ମଝିରେ ଷ୍ଟାଣ୍ଡ ରହିଲେ ଯାହା ହଉ ନିଶଟା କିନ୍ତୁ ବଢ଼ିଆ ହେଇଛି କଲର ମରା ହେଇଛି ଟୋକା ହେଇଗଲେଣି ହଁ ଆଗକୁ ଯିବା ରାଧେ ରାଧେ ସାର୍ ଏ ଯେଉଁ ଦୋକାନ ବଜାର ବନ୍ଦ ହେଇଯାଇଛି ଭଲ ହେଇଛି ନା ଖରାପ ହେଇଛି ଆକ୍ଚୁଆଲି ଭଲ ହେଇଛି ବୁଝିଲା ଭଲ ହେଇଛି କ'ଣ ଆପଣଙ୍କର ଏଠି ଗହଳି ଯେଉଁ ହେଉଥିଲା ଏବେ ଗହଳି କମିଯାଇଛି ବହୁତ କାହିଁକିନା ଗାଡ଼ି ରଖୁଥିଲେ ଯିବା ଆସିବା ପାଇଁ ଅସୁବିଧା ହେଉଥିଲା ଯେଉଁଟାକି ଯଦି ମ୍ୟୁନିସିପାଲିଟି ତାଙ୍କୁ ଥାଇଥାନ କରନ୍ତା ଅଲଗା ଜାଗାରେ ଆହୁରି ଭଲ ହୁଅନ୍ତା ଆଉ ଆପଣଙ୍କୁ ଭଲ ଲାଗୁଛି ମାହୋଲ ହଁ ମଲ ଭଲ ଆରେ ଯାହାକୁ ପଚାରିବ ସମସ୍ତେ କହନ୍ତି ଭଲ ହେଇଛି ବୋଲି କ'ଣ କହିବା ହଉ ସାର୍ ଆପଣ ଟିକେ ଥଣ୍ଡା ଥଣ୍ଡା ପିଇବେ ଏ ଥଣ୍ଡା ଦୋକାନ ବି ନାହିଁ ଦୋକାନ ଥିଲା ଯେ ଦୋକାନ ବି ନାହିଁ ଏ ଭାଇ ଗୋଟେ ଆଇସ୍କ୍ରିମ୍ ଦେଲ ଆସ ଭାଇନା ଗୋଟେ ଆଇସ୍କ୍ରିମ୍ ଖାଇକି ଯାଅ ଆସ ଏ ଆଇସ୍କ୍ରିମ୍ ଖାଇବ ପେଟ ଥଣ୍ଡା ଓ ଭାଇ ଇଆଡ଼େ ଆସ ଆଇସ୍କ୍ରିମ୍ ଟିକେ ଖାଅ ଆଇସ୍କ୍ରିମ୍ ଟିକେ ଖାଅ ଦିଅ 2ଟା ଆଇସ୍କ୍ରିମ୍ ଦିଅ ଆମେ 2 ଭାଇଙ୍କୁ ଆଇସ୍କ୍ରିମ୍ ଟିକେ ଖୋଇକି ତାକୁ ଥଣ୍ଡା କରିକି ଯିବା ଏଇଟା ନୁହଁ ସେ କାଠିବାଲା ଦିଅ ଇଏ କ'ଣ ଛୋଟ ପିଲା ହଁ ନିଅ ଭାଇ ଗୋଟେ ଖାଆନ୍ତୁ ନାଇଁ ନାଇଁ ଆପଣ ଗୋଟେ ଖାଆନ୍ତୁ ଦେଖ 2 ଭାଇ ଟିକେ ଖାଇଲେ ପେଟ ଥଣ୍ଡା ହେଲେ ମନ ଥଣ୍ଡା ହେବ ଏଇଟା କିଛି ହେଇନି ଯାହା ବି ହଉ 2 ଭାଇ ଥଣ୍ଡା ହେଇଯାଅ ଆମେ କଥାକୁ ଆଗେଇବା ପରବର୍ତ୍ତୀ ଷ୍ଟେପ୍ରେ ଜାଗା ଆଉ ଶୁଣ ଏପଟେ ଜାଗା ଅଛି କହିବା କଥା ଭାଇଙ୍କର ବିଜୁ ବାବୁଙ୍କ ଅମଳ ପୂର୍ବରୁ ଏପଟେ ଦୋକାନ ତାଙ୍କର କରିଥିଲେ କିନ୍ତୁ ବର୍ତ୍ତମାନ କ'ଣ କଲେ ନା ଯେଉଁ ନୂଆ ସରକାର ଆସିଲେ ଚାଞ୍ଚି ଦେଇଛନ୍ତି ଦେଖ ଟିକେ ପୁରା ଖାଲି ହଳ ହେଲେ ବିଲ ହବ ହଉ ତ ବର୍ତ୍ତମାନ ଟିକେ ଦେଖିବା ଯେହେତୁ ଭାଇନାଙ୍କର ଦୋକାନ ଜାଗା ପଳେଇଛି ଭାଇନାଙ୍କର ମନ ଦୁଃଖ ରୋଜଗାର ନାହିଁ ତେବେ ସାର୍ କ'ଣ କହିବେ ତାଙ୍କ ହଁ ଖୁସି ଆଜ୍ଞା କ'ଣ କହିବେ ଭାଇଙ୍କ ଉତ୍ତରରେ ये जो कौन जबरदस्त बस आम जगह आम बोपा जगह ये से सब नहीं घर नहीं कौन कहते गवर्नमेंट जगह कहते तो दादा बटी दुर्गा बटी नाई दौना मिछ किसी ना ये दादा मैंने नौ बटी क्यों दादा से किए कौन ना कौन दादा किए ये मुझे ठिया है ये दुकान कली ता बोली कौन मु अलग लोक को मागणाटे देवी पैसा कौन ना बट्टी हाँ एठी लिखा बट्टी क्यों ना
ଏ ପ୍ରତ୍ୟେକ ବସ୍ ପଛରେ ବଟିକୁ ନା ଲେଖା ତମେ କ'ଣ କଣ୍ଟ୍ରାକ୍ଟର ଯିଏ କୋଟି କୋଟି ତୁ ଭଲ ଲୋକଟା ମୁଁ ମେଣ୍ଟାଲ ତୁ ଭଲ ଲୋକଟା ମୋ 10 ଖଣ୍ଡ ଗାଡ଼ି ଅଛି ମୁଁ ମେଣ୍ଟାଲ ବୁଝିଲ ଇଏ ଚାଲାକି ଦେଖାଉଛନ୍ତି ଆମର ଦୁର୍ଗା ଆଉ ଚା ବତି ଚାକାରେ ଦେଖୁଛନ୍ତି ଚାଇ କରିବା ଲେଡିଜ ସବୁ ବାହାର ଲୋକ ଏଠି ଠିକ୍ ଅଛି ଯଦି ତାଙ୍କ ଜାଗା ସେମାନେ ମାନେ ପୂର୍ବପୁରୁଷରୁ ଏ ଜାଗାରେ ରହିଛନ୍ତି କିନ୍ତୁ ତାଙ୍କୁ ଗଭର୍ଣ୍ଣମେଣ୍ଟ ତାଙ୍କୁ ଥଇଥାନ କରିବା ଦରକାର ନିଶ୍ଚିତ ତାଙ୍କୁ ଭାଙ୍ଗିଲା ଠିକ୍ କଲା ଠିକ୍ ଅଛି ଆମର ଏଠି ଡେଭଲପମେଣ୍ଟ ହେଲା କିନ୍ତୁ ତାଙ୍କୁ ଥଇଥାନ କରିବା ଦରକାର ସେମାନେ ତ ଥଇଥାନ ହେଇପାରୁନାହାନ୍ତି ତାଙ୍କ ଫ୍ୟାମିଲି ଫେର କେମିତି ଚଳିବ ଇଏ ବାହାର ଜାଗା ହେଇପାରିବନି ନା ଇଏ କହିଲେ କ'ଣ ହବ ବାହାର ଜାଗା ହେଇପାରିଲା ନେଇଯାଉଛନ୍ତି ହଁ ତମ ଘରେ କେଇଟା ଭୋଟ ତା ଘରେ କେଇଟା ଭୋଟ ସେଠି ତା ଘରେ କେଇଟା ଭୋଟ ଭୋଟ ଦେଲାକୁ ନେଇଯାଉଛନ୍ତି ଭୋଟ ଦେଶ ନାଗରିକ ଦେଖାଉଛନ୍ତି ଆକୁ କ'ଣ ପ୍ରଶାସନ କରୁଛି ପରା ଆକୁ କଟକ ମହାନଗର ନିଗମ ଉଚ୍ଛେଦ କରିଛି ସରକାର କରିନି କଟକ ମହାନଗର ନିଗମର ବର୍ତ୍ତମାନ ଅଧ୍ୟକ୍ଷ କିଏ ଅଛନ୍ତି ବିଜେଡିରେ ଅଛନ୍ତି ଆଜିରୁ 50 ବିଜେପି ସିନା ରାଜ୍ୟରେ ସରକାର କରିଛି କିନ୍ତୁ କଟକ ମହାନଗର କ'ଣ ଆଜି ମୁଁ ଚା ବିକୁଥିଲା ମୋଦି କ'ଣ ହଁ ମୋଦି ବାବୁ କ'ଣ ଆରେ ବାବା ମୋଦି ବାବୁ ଦେଶ ଚଲେଇଲେ ସିଏ କାହିଁକି ଆସିବେ ଓମ୍ପି ଛକର ଦୋକାନ ଭାଙ୍ଗିବାକୁ ଆଉ କାହାକୁ ପଦାମ ମାଝିକି ଦେଇଦେଲା ଇଏ ଆଜି ଆଣକୁ ସରକାର ମୋଦି ଠାରୁ ଆଉ ଏମିତି ପୃଥିବୀର ସେ ନମ୍ବର 1 ମୋଦି ପୃଥିବୀର ହେଉଛି ନମ୍ବର 1 ମୋଦି ପୃଥିବୀ ପୃଷ୍ଠରେ ନମ୍ବର 1 ହେଉଛି ମୋଦି ପାଇଁକି ଦେଶ ଚାଲିଛି ଆମ ଜିଡିପି କେତେ ହେଲାଣି ଡିଜିପି ବର୍ତ୍ତମାନ କେତେ ଉଞ୍ଚାରେ ଅଛି ହଁ ଥଇଥାନ ଦେଇକି ଭାଙ୍ଗନ୍ତୁ ଆମକୁ ଥଇଥାନ କରି ଭାଙ୍ଗିଲ ହବନି ଜାଗା ଇଏ ମାନେ ଚଳୁଛେ ଯାଉ ରୋଡ ଫାଙ୍କା ଶୁଣ ଗାଡ଼ି ଅଛି ଆଉ ଆମ ତ ନାହିଁ ଆଉ ଆମେ କହିବେ କୋଉଠି କ'ଣ ହେଲେ ତୁ କିଏ କହିବେ ତୁ ବୋପା ଜାଗା ତୁ କହିବେ ତୁ କିଏ କହିବେ କୋଉଠି କ'ଣ ମୁଁ ଗଭର୍ଣ୍ଣମେଣ୍ଟ ଟ୍ୟାକ୍ସ ଦେଉଛି ତୁ କିଏ କହିବେ ଆମକୁ ଟ୍ୟାକ୍ସ ଦେଉନି ଆଉ ତୁ କତଟା ଦେଉଛୁ କଥାଟା ଶୁଆ କହୁଛୁ ମାନେ ଦାଦା ବଣ୍ଡ ବି ଏନେ ଗାଣ୍ଟାରେ କହୁଛନ୍ତି ରୋଡ ଭାଙ୍ଗିଲା କ'ଣ ଚଢ଼ିଗଲା ଆଗ ରୋଡ ଭାଙ୍ଗିଲା କ'ଣ ହେଲା ହଁ ଭଡ଼ା ଦେବେ ଦାଦା ସବୁ ନେବେ ଘର କରି ଭଡ଼ା ନେଉନାହାନ୍ତି ଭଡ଼ା ସବୁ କାଇଁ ଭଡ଼ା ଦେବ ତମେ ସେ ଭଡ଼ା ଦେବ ରୋଡ ଜାମ୍ ଟ୍ରାଫିକ କଲେଜ ଯାଉଛନ୍ତି ଜଜ୍ ହାଇକୋର୍ଟ ଜଜ୍ ଯାଉଛନ୍ତି ସବୁ ଯାଉଛନ୍ତି ଏପଟେ ଏବେ ଆସିଲା ପୁରା ଠିକ୍ ପବ୍ଲିକ ପୁରା ଖୁସି ହଁ ପବ୍ଲିକ ଦୁଃଖିତ ପାନ ଖଣ୍ଡେ ଖାଉନାହାନ୍ତି ଚୋର ଡକାୟତ ହେଉଛନ୍ତି ଆଚ୍ଛା ଏଇ କଥା ବ୍ୟାଖ୍ୟା କରିବା ପବ୍ଲିକ ଜଣେ ଅଛନ୍ତି ସାର୍ ଆପଣଙ୍କ ନାଁ କ'ଣ ଦିଲ୍ଲୀପ କୁମାର ନାୟକ କୁଆଡ଼ୁ ଆସିଥିଲେ ଆଜ୍ଞା ମୁଁ ଆସିଛି କଟକ ଆସିଥିଲି ଆଉ ଆପଣ ତାହେଲେ ପବ୍ଲିକ ତେବେ ଏ ଦୁଇ ଭାଇଙ୍କ ଭିତରେ ଯେଉଁ ଆଲୋଚନାରେ ଆପଣ କ'ଣ ଉତ୍ତର ରଖିବେ ଯେ ଦୋକାନ ଭାଙ୍ଗିଛି ଠିକ୍ ହେଇଛି ଫାଙ୍କା ହେଇଛି ନା ଦୋକାନରେ ଦୋକାନ ଭାଙ୍ଗିଛି ଆଜ୍ଞା ଠିକ୍ ହେଇଛି ବହୁତ ଜାଗା ଗୋଟେ ସର୍ଟ ହେଉଥିଲା ଲୋକ ଛିଡ଼ା ହେବା ପାଇଁ ଜାଗା ମିଳୁନଥିଲା ସେ ଲୋକ ଭାଙ୍ଗି ତାଙ୍କର ସେ ସୁରକ୍ଷା ଗଭର୍ଣ୍ଣମେଣ୍ଟ ଦେବ କି ନ ଦେବ ସେ କଥା ବଡ଼ କଥା କିନ୍ତୁ ବହୁତ ବଢ଼ିଆ ହେଇଛି ଏଠି ଭାଇ କହୁଛନ୍ତି ଭଲ ହେଇଛି ରାତି ଅଧେ ତମ ବେଗ୍ରେ ଆଣିବ ଛୁରୀ ପୁରେଇ ଲୋକ ନେବେ ଠିକ୍ ରାତି ରହିପାରିବ ଠେଲା ବେଳେ ବି ହେଉଥିଲା ଯାଇ ପାରୁନଥିଲୁ ଏତେ ଜାମ୍ ହେଉଥିଲା ଏଠି ଅଧେ ପିଲା ଅଧେ ତମ ରାଉରକେଲା ବଲାଙ୍ଗୀର ଲୋକ କି କେନ୍ଦ୍ର ଲୋକ କିଏ ଆଙ୍କର ଇଏ ଥାନା ହେଲା ନୁହେଁ ଇଏ ଗୋଟେ ଓଡ଼ିଶା ବୁଲିକି ବୁଲେଇଛି ହଁ ହଁ ଗେଟ୍ ଏକାନି ଏପଟକୁ ଯିବେନି ହଉ ଏଇ କଥା ବୁଲେଇଦେବା ଭାଇନା ପାଖକୁ ଯିବା ଭାଇନା କ'ଣ କହିବେ ଯେତେବେଳେ ଦୋକାନ ଥିଲା ଆମେ ପେପରରେ ପଢ଼ୁ ଯେ ଆଜି ରାହାମାରୁ ଗୋଟେ ଲୋକ ଆସିଥିଲା କୁଜଙ୍ଗରୁ କି ଜଗତସିଂହପୁରରୁ ତାକୁ ବାଇକ୍ ଚାଳକରେ ଲିଫ୍ଟ ଦେବା ବାହାନାରେ ବି ନିଶା ଦେଇକି ନେଇଯାଉଥିଲେ ତ ଠେଲା ବେଳେ ହେଉଥିଲା କି ନାହିଁ ଠେଲା ବେଳେ ବି ହେଉଥିଲା ଦୋକାନ ଠେଲା ଏଇଟା ହାଇକୋର୍ଟ ଅର୍ଡର ଆମେ ହାଇକୋର୍ଟ ଅର୍ଡର ଆରେ ହେଇ ଜାମ୍ ସବୁ ଜାମ୍ ଏ ସବୁ କରୁଛନ୍ତି ଏମିତି ରୋଡ ଜାମ୍ ସବୁ ଜାମ୍ ଯାଉଛନ୍ତି ଆଜି ପଚାରେ ରୋଡ ଜାମ୍ ରହିଲା ଜନସଂଖ୍ୟା ବଢ଼ୁନଥିଲେ ଅଭ୍ୟାସ ମୋଦି ଗଲା ଧୀରେ ଏଇ ଯୁଆଡ଼େ ଗୋଟେ କଥା ଯାହା ହେଇଛି ଭଲ ହେଇଥାଇପାରେ କିନ୍ତୁ ରୋଜଗାର ମାଇନସ୍ ହେଇଛି ଏଇଟା ହେଉଛି ବଡ଼ କଥା ଏଇଟା ସତ ଠେଲା ଆଣି ବିକି ଯାଉଛନ୍ତି ମନା କରୁନି ଠେଲା ଗାଡ଼ିଆ ରଖେଇ ଦେଉନି ପେପର ଦେଖାଉନାହାନ୍ତି ହାଇକୋର୍ଟ ଅର୍ଡର କେଉଁଠି ଅଛି ମୋ କହିବା କଥା ତାଙ୍କୁ ଥଇଥାନ କରାଯାଉ ସିଏ ଆକ୍ଚୁଆଲି ଏଠି ଭାଙ୍ଗି ନାହିଁ ସବୁଆଡେ ଭାଙ୍ଗିଛି ହଁ ଏଠି ଭାଙ୍ଗିନି ଚାଲ ଜଗତ ଚାଲ କଲେଜ ଚାଲ ପୂଜା କମିଟି ହେଲା ଭାଙ୍ଗି ଦେଲାନି ଆମ ଥଇଥାନ ଘର ଭାଙ୍ଗ ତମ ସୈତାନ କେତେ କରିବ ସୈତାନ କରିବ ନା ସୈତାନ କରିବ ହାତ ମାରିଦେଲାନି ରାଣୀ ହାତରେ ପୂଜା କମିଟି ହାତ ମାରିଦେଲାନି ଆମ ଜାଗା ଅଛି ଏପଟେ ଜାଗା ଅଛି ଆମେ ସେପଟେ କରିବାନି
କହିଥିଲେ ହଁ ଆଚ୍ଛା ଏ କହୁଛନ୍ତି ସେପଟେ ଜାଗା ଦିଆ ହଉଥିଲା ଆପଣଙ୍କୁ ଏଇଠି କରିବା ଏଇଠି ରୋଡ ବୋପା ରୋଡରେ କରିବା ଆଗ ବୋପା ଜାଗା କରିକି ଦଉନାହାନ୍ତି ଆଗ ବୋପା ଜାଗା ଏଠି କରିବ କଣ ମୋ ଜାଗା ଗଛପତି ଗୋଟେ ଧନ୍ଦା ଚଳିବ ସବୁ ବାହାର ଲୋକ କେହି ସାହି ଲୋକ ନାହିଁ ସବୁ ବାହାର ଲୋକ ସବୁ ବାହାର ଲୋକ ସେଇ ସାହି ଏ ମିଛରେ ଜଣେ ବଟି ନିଏ ଭଣା ପକାଦାର ବଟି ନିଏ ଜଣେ ହଁ ଆଚ୍ଛା ହଉ ଏଇଠି ଜଣେ ଭାଇନା ଅଛନ୍ତି ଗାମୁଛା ବେକରେ ପକେଇ ଝାଳ ପୁଛୁଥିଲେ ଆଚ୍ଛା ଭାଇନା ତମେ ଝାଳ ବର୍ଷା ଦିନେ ତମର ଝାଳ ବହୁଛି ହଁ ଏଇଟା କାହାର ଖରା ଦିନେ ଝାଳ ହୁଏ କିନ୍ତୁ ଭାଇନାଙ୍କର ବର୍ଷା ଦିନେ ଥପ ଥପ ହେଉଛି ଏଇଟା ଭଲ ନୁହେଁ ଏଇଟା ଝାଳୁଆ ଲୋକଟା ଭାଇ ପାଣି ପିଅ ଆଚ୍ଛା ହଉ ଆଚ୍ଛା ଭାଇ ଆପଣଙ୍କୁ କ'ଣ ଲାଗୁଛି ଏ ଯେଉଁ ଜାମ୍ ହେଉଥିଲା ଦୋକାନ ବଜାର ଥିଲା ରାତିରେ ଲୋକ ଆସୁଥିଲେ ପାନ ଟିକେ ଖାଉଥିଲେ ନା ପାନୁଆ ଗୋଷ୍ଠୀ ଯେତିକ ତ ସେଇଟା ବର୍ତ୍ତମାନ ବନ୍ଦ ହେଇଗଲା କ'ଣ ନାଇଁ ଭଲ ସୁବିଧା ହେଇଛି ବହୁତ କ'ଣ କହିବେ ବହୁତ ବଢ଼ିଆ ହେଲା ବହୁତ ବଢ଼ିଆ ହେଲା ଦେଖ ପବ୍ଲିକର ମତ ବହୁତ ବଢ଼ିଆ ସମସ୍ତେ କଳା ହେଲା ବହୁତ ବଢ଼ିଆ ହେଲା ଆମ ଘର ପାରାଦୀପ ପାରାଦୀପିଆ ଲୋକ ଆସୁଛନ୍ତି ଶୃଙ୍ଖଳା ହେଲା ରାସ୍ତା ଖୋଲା ହେଇଗଲା ସଫା ହେଇଗଲା ଆମ ଯିବା ଆସିବା ବହୁତ ଶାନ୍ତି ଲାଗୁଛି ପୁରା ଶାନ୍ତି ଆତ୍ମା ଶାନ୍ତି ଏ କରେରେ ରହିକି ଭାରି ଅସୁବିଧା ହେଉଥିଲା ଏବେ କିନ୍ତୁ ଆମ ଘର ବାଲେଶ୍ୱର ଏଇଠି ଛିଡ଼ା ହେବା ପାଇଁ ଜାଗା ମିଳୁନଥିଲା ଏମିତି ଅବସ୍ଥା କରୁଥିଲେ ଏମାନଙ୍କ ଦାଦାଗିରି ପାଇଁ ଆମେ ରହି ନ ପାରୁଥିଲୁ ହଁ ଆଜ୍ଞା ଆମକୁ ଏବେ ଯେ ଶାନ୍ତି ମିଳୁଛି ସେଇଟା ଆଗେ ମିଳୁନଥିଲା କରଟା ଭଗା ହେଇଯାଇଛି ବହୁତ ଶାନ୍ତି ମିଳୁଛି ହଁ ଦୋକାନୀ ମାନେ ରାଗିକି ନିଆଁ ବାଣ ନିଆଁ ବେଳ ହେଲେ କ'ଣ ହବ ଏଇ ଜାଗାଟା ସୁବିଧା ହେଲା ଯିବା ଆସିବା ଭଲ ହେଲା ବହୁତ ସୁବିଧା ଲାଗୁଛି ଏ କରଟା ସୁବିଧା ହେଲା ଏଠି ଯିବା ଆସିବା ଭାରି କଷ୍ଟ ହେଉଥିଲା ଏତେ କଷ୍ଟ ଯେ କହିବା ଦୁଃଖଦାୟକ ଏଠି ହେଉନଥିଲା ଆମେ ପାରାଦୀପ ଘର ମୁଁ ଜାଣିଛି ଏତେ କଷ୍ଟ ହେଉଥିଲା ଏ ଜାଗା ଭଙ୍ଗା ହେଇଯାଇଛି ସବୁ ସୁବିଧା ହେଇଯାଇଛି ଲୋକ ଯିବେ ଭଲ ହେଇଛି ଆମେ ଆରାମସେ ଯିବା ଆସିବା କରୁଛୁ ରାତି ଅତିରେ ଏପଟେ ଆସିଲେ ଯେଉଁ କଷ୍ଟ ଉଠିବା ବସ୍ରେ ଉଠିବାକୁ କଷ୍ଟ ଗୋଟେ ଝାମିଲା ଏଠି ହେଉଥିଲା ସବୁବେଳେ ରାହାଜାନି ଏଠି ହେଉଥିଲା ଲୋକ ଆସି ମାର୍କିଂ କରୁଥିଲେ କିଏ କୁଆଡ଼େ ଯିବ ନାହିଁ ହଁ ଏଇଠି ଆଉ ଜଣେ ସାର୍ ସେପଟେ ଚୁଟି କିନ୍ତୁ ପାଚିଗଲାଣି କିନ୍ତୁ ଜୋଶ କମୁ ନାହିଁ ହଁ ଏଇଆଡ଼େ ଆସ ଗାଡ଼ି ଗୁଡ଼ାକ ଯାଉଛି ତମେ ଏ ଯେଉଁ ରାସ୍ତା ଏ ଯେଉଁ ଦୋକାନ ବଜାର ଭଙ୍ଗା ହେଲା ଠିକ୍ ହେଇଛି ନା ଭୁଲ ହେଇଛି ନା ଠିକ୍ ଠିକ୍ କି କଥା ହେଇଛି ଗୋଟେ ଦୋକାନୀ ମାନେ ଟେନସନ୍ ହେଇଯାନ୍ତି ଦୋକାନ ଭଙ୍ଗା ହଁ ଦୋକାନ ଭଙ୍ଗା ଦୋକାନୀ ନା ଇଏ ବି ଜଣେ ଦୋକାନୀ ମାନେ ଆପଣଙ୍କ ଦୋକାନ ଭଙ୍ଗା ହେଲା ଆପଣ ଖୁସି ନାଇଁ ଖୁସି ଖୁସି ଆମେ ସେଥିରେ ଆମେ ଚଳିବୁ ନା ତ କହୁଛନ୍ତି ଭଲ ହେଲା ବୋଲି ଭଲ କିଏ କହିଲା ଭଲ ହେଇନି ଏଇଠି ଦେଖ ଏଇଠି କହୁଥିଲେ ମଉସା ଭଲ ହେଇଛି ବୋଲି ସାଙ୍ଗେ ସାଙ୍ଗେ ଭଲ ହେଇନି ଆପଣ କି ଦୋକାନ ଥିଲା ଆମେ ଖାଇବା କ'ଣ କ'ଣ କରୁଥିଲେ ଛତୁ ପନିର ଏମିତି କରୁଥିଲୁ ଆମେ ଏଇଠି ନାଇଁ ଆମେ ଭାଙ୍ଗିଦେଲେ ହଉ ଭାଙ୍ଗିଦେଲେ ଆମେ କହିବାକୁ କି ହଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଅର୍ଡ଼ର ଦେଲେ ହଁ ଷ୍ଟାମ୍ପଟା ବାଡ଼େଇ ଦେଲେ ହଁ ଦୋକାନୀ ଭାଇମାନେ ମିଶିକି କ'ଣଟା କରିବ ନା ଆଉ ଆମର ଯେଉଁ ଅଛନ୍ତି CMC ମୁଖିଆ ଇଏ ତମେ ଯାଇ ସେଠି ବସ ହଁ ଆଚ୍ଛା କଥା ହେଉଛି ଅସୁବିଧା ଅନେକ ଇଏ ତାରି ଭିତରେ ପୁଣି ଚଳିବା କି ନାହିଁ ହଁ ନା ଛାଡ଼ି ପଳେଇବା କୁଆଡ଼େ ଆସ ଖାଲି କ'ଣ ଦୋକାନ କରି ଆଉ କିଛି ଆଇଡ଼ିଆ ନାହିଁ ତେବେ ଆଇଡ଼ିଆ ଯଦି ଦେବାର ଥବ ହଁ କଥା ହେଉଛି ଯିଏ ଯେଉଁ ଟ୍ରିକ୍ଟା ଜାଣିଯାଇଛି ତା ପାଇଁ ସୁବିଧା ସେଗୁଡ଼ା ହେଉଥିଲା ଗୋଟେ ଜାଗାରେ ସେ ଧରି ଚା ବିକିଲା ସେ ପାନ ବିକିଲା ସିଏ ଦେଖିଲା ଏଇ ଜାଗାରେ ତ ଲୋକ ଗଦା ହେବେ ବେପାର ହେଉଥିଲା ଆଉ ଯଦି ହେଇଗଲା ସମୟ ସୂତ୍ରରେ ଭାଙ୍ଗିଗଲା ପୁଣି ଦେଖୁନା ବାଦାମବାଡ଼ି ଉଠିଗଲା ନେତାଜୀ ବସ୍ ଟର୍ମିନାଲ୍ ହେଇଗଲା ଇଏ ପୁଣି ଇତିହାସ ହେଇଗଲା କି ନାହିଁ ଲୋକ ତାକୁ ପୁଣି ଗ୍ରହଣ କଲେ କି ନାହିଁ ସମୟ ଅନୁସାରେ ଧୀରେ ଧୀରେ ବଦଳିବ ଖାଲି କ'ଣ ଗୋଟିଏ ସୋର୍ସରୁ ଖାଲି ହଁ ଦିମାଗ ଟିକେ ଲଗାଇ ପଡ଼ିବ